ଖଣ୍ଡେ ନାହିଁ ମୋର ଘର ଖଣ୍ଡେ ନାହିଁ ମୋର ଭତ୍ତା ଯେ ନାହିଁ ମୋର କଳାକାର ଭତ୍ତା ନାହିଁ ରାସନ ଚାଉଳ ସେ ନାହିଁ ଜିଲ୍ଲାପାଳ ଶୁଣନ୍ତୁ ମୋର ଗୁହାରି କାଉପଡ଼ା ଗ୍ରାମରୁ ମୁଁ ଆସିଅଛି ଦାଇ ଜିଲ୍ଲାପାଳ ଶୁଣନ୍ତୁ ମୋର ଗୁହାରି। 2011 ମସିହାରୁ ବାହାର କଲେ କେନ୍ଦେରାକୁ ଭତ୍ତା ଦେବେ କଳାକାର କହିଲେ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ କିଛି ସେ ନାହିଁ ଦୟାକରି ବୁଝନ୍ତୁ ଦୁଃଖ ଗୁହାରି ତଇ। ପାରମ୍ପରିକ କଳା କେନ୍ଦରା ବାଦନ ଆଜି ବିଲୁପ୍ତ ପ୍ରାୟ। ଦିନେ କଳା ପ୍ରଦର୍ଶନର ମାଧ୍ୟମ ପାଲଟିଥିବା ଏହି କେନ୍ଦରା ବାଦନ ଆଜି ଦେଖିବାକୁ ମିଳୁନି। ହଜିଗଲାଣି ସେତେବେଳର ଏହି କଳା। କିନ୍ତୁ ଏହି କଳାକୁ ଜୀବିତ ରଖିଥିବା ଜଣେ କଳାକାର ଆଜି ଅଭାବ ଅନଟନରେ ଦିନ କାଟୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା କାଉପଡ଼ା ପଞ୍ଚାୟତର ଶଙ୍କର୍ଷଣ ନାଥ ନାମକ ଏହି କେନ୍ଦରା ବାଦକଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘ ଦିନ ହେବ ତାଙ୍କ ପରିବାରକୁ ରାସନ କାର୍ଡ ମିଳୁନାହିଁ କିମ୍ବା ସରକାରଙ୍କ ଘୋଷିତ କଳାକାର ଭତ୍ତା ମଧ୍ୟ ମିଳୁନାହିଁ। ଶେଷରେ ଉପାୟ ଶୂନ୍ୟ ହୋଇ ସେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ନିଜର କେନ୍ଦରା ବାଦନ କରି ଦୁଃଖ ଜଣାଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସାଧାରଣରେ ପ୍ରଶ୍ନ ଉଠିଛି, ପ୍ରକୃତ ହିତାଧିକାରୀଙ୍କ ପାଖରେ ପ୍ରଶାସନ କେବେ ପହଞ୍ଚିବ? କେନ୍ଦ୍ରାପଡ଼ାରୁ ମଳୟ କୁମାର ସାହୁଙ୍କ ରିପୋର୍ଟ, ଖବର ଓଡ଼ିଶା।